(2020) ଜାତୀୟ ଶିକ୍ଷାନୀତି ଅନୁଯାୟୀ ରାଜ୍ୟର ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ବାଟିକାର ଶୁଭାରମ୍ଭ କରାଯିବା ସହ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ଅନ୍ତର୍ଗତ କୁରୁଡ଼ାସ୍ଥିତ ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ଆୟୋଜିତ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସାବିତ୍ରୀ ଜେନା ଏବଂ ମୁଖ୍ୟ ବକ୍ତା ଭାବେ ସାମ୍ବାଦିକ ସୁରେଶ ଦାସ ଯୋଗଦେଇ ଆୟୋଜିତ ଖଡ଼ିଛୁଆଁ କାର୍ଯ୍ୟକ୍ରମରେ ବିଦ୍ୟାଳୟରେ ପ୍ରଥମ କରି ନାମ ଲେଖାଇଥିବା ପିଲାଙ୍କ ହାତରେ ଖଡ଼ି ଧରାଇ ସ୍ଲେଟ୍ରେ ଗୋଲ ବୁଲାଇ ବ୍ରହ୍ମା ବିଷ୍ଣୁ ମହେଶ୍ୱର ଆଙ୍କିଥିଲେ। ଜଗନ୍ନାଥଙ୍କ ନିକଟରେ ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର ଉଚ୍ଚାରଣ କରାଇ ପିଲାଙ୍କୁ ପାଠ୍ୟ ଉପକରଣ ବଣ୍ଟନ କରିବା ସହିତ ଜୀବନର ସଫଳତା କାମନା କରାଯାଇଥିଲା। ଏହି ଅବସରରେ ଆୟୋଜିତ ସଭା ପ୍ରଧାନ ଶିକ୍ଷକ ଦେବେନ୍ଦ୍ର କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ପିଲାମାନଙ୍କୁ ଗଢ଼ିବାରେ ବିଦ୍ୟାଳୟରେ ଗୁରୁଜୀ ଗୁରୁମାଙ୍କ ପ୍ରମୁଖ ଭୂମିକା ରହିଥିବା ଅତିଥିମାନେ ସ୍ମରଣ କରାଇଥିଲେ। ବିଦ୍ୟାଳୟ ସଭାପତି ଶରତ କୁମାର ଜେନା, ସମ୍ପାଦକ ମନୋଜ କୁମାର ପଣ୍ଡା ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସଫଳତା ସମ୍ପର୍କରେ ସୂଚନା ଦେଇଥିଲେ। ପ୍ରଥମ ଦିନରେ ନାମ ଲେଖାଇଥିବା ପିଲାଙ୍କୁ ଫୁଲ ଚନ୍ଦନ ଲଗାଇ ବିଦ୍ୟାଳୟକୁ ସ୍ୱାଗତ କରାଯାଇଥିଲା। ପିଲାଙ୍କ ଦ୍ୱାରା ନୃତ୍ୟ ସଙ୍ଗୀତ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଉପସ୍ଥିତ ଅଭିଭାବକ ଏହାକୁ ମନଭରି ଉପଭୋଗ କରିଥିଲେ। ଉପପ୍ରଧାନ ଶିକ୍ଷୟିତ୍ରୀ ସଂଯୁକ୍ତା ପ୍ରଧାନ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମକୁ ଲୋପାମୁଦ୍ରା ରୟ, ପ୍ରୀତିରାଣୀ ସାହୁ, ରଶ୍ମିତା ବିନ୍ଧାଣୀ, ଜୟଶ୍ରୀ ବେହେରା, ସସ୍ମିତା ବେହେରା, ସୋନାଲି ମହାପାତ୍ର, ପୂର୍ଣ୍ଣିମା ବିଶ୍ୱାଳ, କବିତା ଦାସ, ପ୍ରଣତି ଦାସ, ଲକ୍ଷ୍ମୀପ୍ରିୟା ବାରିକ, ପ୍ରତିମା ଜେନା, ସୁଜିତ କୁମାର ବିଶ୍ୱାଳ, ସୁଜିତ କୁମାର ମହାପାତ୍ର, ଗଜେନ୍ଦ୍ର ଚଣ୍ଡ ଆଦି ଶିକ୍ଷକ ଶିକ୍ଷୟିତ୍ରୀ ପରିଚାଳନା କରିଥିଲେ। ମୁଁ ସାଗରିକା ଭୂୟାଁ, ମୋ ଝିଅ ଏଠି ଏଇ ସ୍କୁଲରେ ପଢ଼ୁଛି କ୍ଲାସ୍ 4ରେ। ଆଉ ବହୁତ ଏଠି ପାଠପଢ଼ା ବହୁତ ଭଲ ଚାଲିଛି। ସାର୍ ମାନେ ଗୁରୁମା ଗୁରୁଜୀ ଏସବୁ ବି ବହୁତ କୋଅପରେଟିଭ୍ ଆଉ ଭଲ ଛୁଆମାନଙ୍କୁ ଭଲ ପାଠପଢ଼ା ଦିଆହେଉଛି, ଭଲ ଶିକ୍ଷା ବି ଦିଆହେଉଛି।